ଧନ ମୋର। ଗତଥର ତୋର ସ୍ଥିତି ସମ୍ପର୍କରେ ବୁଝାଇ ଦେଇଥିଲି। ସଂକୀର୍ଣ୍ଣତା ପରିହାର କରି ବ୍ୟାପକ ଭାବ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲି। କିନ୍ତୁ ବ୍ୟାପକ ଭାବ ଗ୍ରହଣ କରିବା ପୂର୍ବରୁ ନିଜକୁ ପ୍ରଥମେ ଏକ ସରଳ ଶିଶୁ ଭାବରେ ପ୍ରତିଷ୍ଠା କରିବା ଏକାନ୍ତ ଆବଶ୍ୟକ। କାରଣ ତୋର ପିତା କେବଳ ସରଳତାକୁ ହିଁ ଭଲ ପାଆନ୍ତି। ତେବେ ସରଳତା କିପରି ଆସିବ? ଯେତେବେଳେ ନିଜକୁ ଅତି ଛୋଟ ଭାବରେ ଚିନ୍ତା କରିବୁ, ସେତିକିବେଳେ ହିଁ ତୋର ଭିତରେ ନ୍ୟୁନତା ଫୁଟି ଉଠିବ ଓ ଧୀରେ ଧୀରେ ତୁ ସରଳ ହୋଇଯିବୁ। ଏହି ଚିନ୍ତା ଅଭ୍ୟାସ କରିବା ପାଇଁ ତତେ ଅନେକ ପଥ ଦେଇ ସାରିଛି, ଅଶେଷ କୌଶଳ ବତାଇ ଦେଇଛି। ଯଦି ଠିକ୍ ଭାବରେ କାର୍ଯ୍ୟରେ ପରିଣତ କରୁଥିବୁ, ତେବେ ନିଶ୍ଚୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବୁ। ଆଜି ଆଉ ଗୋଟିଏ ଉପାୟ ତୋତେ ଶିଖାଇ ଦେଉଛି, ଧୈର୍ଯ୍ୟ ଧରି ଶୁଣ। ତୁ ଜାଣିଛୁ, ଗୁରୁ କୃପା ହେଲେ ଏ ଧରାଧାମରେ କୌଣସି ବସ୍ତୁ ଅସମ୍ଭବ ନୁହେଁ। ସବୁ ମିଳିଯିବ। ମାତ୍ର ଗୁରୁ କୃପା ମିଳିବ କିପରି? କର୍ମ କଲେ ସିନା ପାଇବୁ, କର୍ମ ନ କଲେ ଫଳ ଆସିବ କେଉଁଠାରୁ? ଯେଉଁ କର୍ମମାନ କଲେ କୃପା ପ୍ରାପ୍ତ ହେବ, ସେଥିମଧ୍ୟରୁ ମୁଖ୍ୟ ଅଂଶ ହେଉଛି ଜନ୍ମଦାତ୍ରୀ, ଜନ୍ମଦାତା ଓ ଗୁରୁଜନମାନଙ୍କୁ ସନ୍ତୁଷ୍ଟ କରି ସେମାନଙ୍କ ଆଶୀର୍ବାଦ ଗ୍ରହଣ କରିବା। ସେହି ସମ୍ପର୍କରେ ତୋତେ କିଞ୍ଚିତ ସୂଚନା ଦେଉଛି, ମନେ ରଖିବୁ ଓ କାମରେ ଲଗାଇବୁ। ଧନରେ ପ୍ରଥମେ ତୋର ଜନ୍ମଦାତ୍ରୀଙ୍କ କଥା ଚିନ୍ତା କର। ତୋତେ ଗର୍ଭରେ ଧାରଣ କରିବା ଦିନଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ଦିନଟିଏ ମଧ୍ୟ ସେ ଶାନ୍ତିରେ ରହିପାରେ ନାହିଁ। ଖାଇବାରେ ସୁଖ ନାହିଁ, ଶୋଇବାରେ ଆନନ୍ଦ ନାହିଁ, ବସିବା, ଚାଲିବା ଇତ୍ୟାଦି ସବୁଥିରେ ସେ କେବଳ ଦୁଃଖ ହିଁ ପାଇଛି। ନିଜ ଶରୀରର ଖାଦ୍ୟ ତଥା ତାଜା ରକ୍ତ ଦେଇ ତୋତେ ସେ ତାର ପବିତ୍ର ଗର୍ଭରେ ଅତି ଯତ୍ନରେ ସ୍ଥାନ ଦେଇ ସମସ୍ତ କଷ୍ଟକୁ ଆନନ୍ଦରେ ସହ୍ୟ କରି ନେଇଛି। ତୁ ଜନ୍ମ ନେଲା ପରେ ନିଜ ରକ୍ତକୁ କ୍ଷୀରରେ ରୂପାନ୍ତରିତ କରି ତୋତେ ଖୁଆଇ ମଣିଷ କରିଛି। ତୁ ତୋର ନିଜର କାର୍ଯ୍ୟ କରି ଶିଖିବା ପର୍ଯ୍ୟନ୍ତ ତୋର ସମସ୍ତ ମଇଳା ଆବର୍ଜନାକୁ ନିଜ ହାତରେ ପରିଷ୍କାର କରି ନର୍କର ସେବା କରି ଆସିଛି। ତୁ ଯେତେ ଅନ୍ୟାୟ କଲେ ବି କେବେ ମଧ୍ୟ ତୋର ଦୋଷ ଧରି ନାହିଁ। ବାତ୍ସଲ୍ୟ ମମତାରେ ତୋତେ ପାଳନ କରି ତୋର ପ୍ରତ୍ୟେକ ଦୋଷକୁ କ୍ଷମା କରି ଦେଇଛି। କିନ୍ତୁ ତୋଠାରୁ କ'ଣ ପାଇଛି? ପାଇବାକୁ ଆଶା ରଖିଛି? କିଛି ନାହିଁ। ତାର ଗୋଟିଏ ମୁହୂର୍ତ୍ତର କଷ୍ଟକୁ ତୁ ଗୋଟିଏ ଜନ୍ମରେ ମଧ୍ୟ ପରିଶୋଧ କରିପାରିବୁ ନାହିଁ। ତେଣୁରେ ମୋର ରଙ୍କୁଣୀ ଧନ, ଅତି ଗମ୍ଭୀରତାର ସହ ଚିନ୍ତା କର। ଜନ୍ମଦାତ୍ରୀ ଯଦି ଅସନ୍ତୁଷ୍ଟ ହୋଇଯାଏ, ତେବେ ତୋର ନିସ୍ତାର ନାହିଁ। କେହି ତୋର ସହାୟ ହେବେ ନାହିଁ। ସେଥିପାଇଁ ଜନନୀକୁ ପୂଜା କରି ତାର ସମସ୍ତ ସୁଖ ଦୁଃଖ ପ୍ରତି ସଚେତନ ହେବୁ। ଜନନୀଙ୍କୁ ମାତା ଧରିତ୍ରୀ, ଜଗତ ଜନନୀ ରୂପରେ କଳ୍ପନା କରିବୁ। ଚିନ୍ତା କରିବୁ, ମାତା ଧରିତ୍ରୀ ଜନନୀ ଦୟା ବ୍ରହ୍ମ ଦୟା ସତୀ। ଦେବୀ ତୁ ରମଣୀ ଶ୍ରେଷ୍ଠ, ନିର୍ଦୋଷା ସର୍ବ ଦୁଃଖ, ଆରାଧ୍ୟା ମାୟା ପରମା ଦୟା, ଶାନ୍ତି କ୍ଷମା ଗତି, ସ୍ୱାହା ସ୍ୱଧା च गौरी च पद्मा च विजया दया। ପ୍ରତିଦିନ
ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରିବା ସମୟରେ ଓ ସନ୍ଧ୍ୟା ସମୟରେ ତୋର ଅନ୍ୟାନ୍ୟ ନିତ୍ୟକର୍ମ ସହିତ ଏହି କର୍ମଟିକୁ ଯୁକ୍ତ କରିଦେବୁ। ଜନନୀଙ୍କୁ ଏହି ଭାବରେ କଳ୍ପନା କରି ତାଙ୍କୁ ପ୍ରଣାମ କରିବୁ। ପଦରଜ ଗ୍ରହଣ କରି ମଥାରେ ଲଗାଇବୁ। ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ତାଙ୍କର ଖାଇବା ପିଇବା ଓ ରହିବା ସ୍ଥାନ ପାଇଁ ସର୍ବଦା ସତର୍କ ରହିବୁ। କେବେ କର୍କଶ ଭାଷା ଓ ଉଚ୍ଚ କଣ୍ଠରେ ତାଙ୍କ ସହିତ କଥା ହେବୁ ନାହିଁ। ତାଙ୍କର ବଚନ କଦାପି ହେୟ ଜ୍ଞାନ କରିବୁ ନାହିଁ। ତାଙ୍କ ପ୍ରତି ନିଷ୍ଠୁର ବାକ୍ୟ କ୍ରୋଧଯୁକ୍ତ ଶବ୍ଦ ପ୍ରୟୋଗ କରିବୁ ନାହିଁ। ପ୍ରତି ମୁହୂର୍ତ୍ତରେ ସଜାଗ ରହିବୁ, ଯେପରି ତାଙ୍କ ମନରେ ଚିନ୍ତା ନ ଆସେ ଯେ ମୋର ପୁଅ ବା ଝିଅ ମୋତେ ଭଲ ପାଉନାହାନ୍ତି, ଅବହେଳା କରୁଛନ୍ତି। ମନରେ ତାଙ୍କର ଏହି ଭାବ ସୃଷ୍ଟି ହେଲେ ତୋର ଅନେକ କ୍ଷତି ହୋଇଯିବ। ଦ୍ୱିତୀୟରେ, ତୋର ଜନ୍ମଦାତା ପିତା ଗୁରୁ। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଜୀବନର ସମସ୍ତ ଘଟଣା ପ୍ରବାହ ସ୍ମରଣ କର। ପିତା ତୋର ଭଲ ପାଇଁ କେତେ ବ୍ୟାକୁଳ ହୋଇଛନ୍ତି। ତୋର ମଙ୍ଗଳ ପାଇଁ ଅନେକ କଷ୍ଟ ସହ୍ୟ କରିଛନ୍ତି। ଅନ୍ତରରେ ସ୍ନେହ ଚାପି ରଖି ତୋତେ ସୁମଣିଷ କରିବା ପାଇଁ ମୁହଁରେ କଠୋରତାର ପ୍ରକାଶ କରି ତୋର ଆଚରଣ ମାର୍ଜିତ କରାଇଛନ୍ତି। ନିଜେ ଅକ୍ଳାନ୍ତ ପରିଶ୍ରମ କରି ଆବଶ୍ୟକ ସ୍ଥଳେ ପର ଘରେ ଗୋଲାମୀ କରି ତୋ ପାଇଁ ଅର୍ଥ ଉପାର୍ଜନ କରିଛନ୍ତି। ତୋର ଭବିଷ୍ୟତକୁ ନଜରରେ ରଖି ଉପାର୍ଜିତ ଅର୍ଥକୁ ଗୁରୁ ବ୍ରାହ୍ମଣ ବୈଷ୍ଣବଙ୍କ ସେବାରେ ମଧ୍ୟ ବିନିଯୋଗ କରିନାହାନ୍ତି। ସେଥିପାଇଁ ଦୋଷୀ ସାବ୍ୟସ୍ତ ହୋଇ ନର୍କଗାମୀ ହେବାକୁ ମଧ୍ୟ ଆନନ୍ଦରେ ଗ୍ରହଣ କରି ନେଇଛନ୍ତି। ଆଜି ତୁ ବଡ଼ ହୋଇ ସ୍ୱାବଲମ୍ବୀ ହୋଇଯିବା ପରେ ଯଦି ତାଙ୍କର ଏ ସମସ୍ତ ଦାନକୁ ଭୁଲିଯାଇ ତାଙ୍କ ପ୍ରତି ଅବିଚାର କରୁ, ତେବେ ତୋତେ କ୍ଷମା ଦେବ କିଏ? ତେଣୁରେ ବାଉଳା, ପିତାଙ୍କୁ ସାଧାରଣ ମନୁଷ୍ୟ ଭାବରେ ଗ୍ରହଣ ନ କରି କଳ୍ପନା କରିବୁ, ପିତ୍ରେ ତୁଭ୍ୟଂ ନମୋ ନିତ୍ୟଂ ସଦାରାଧ୍ୟ ତମାଘ୍ରୟେ ବିମଳ ଜ୍ଞାନଦାତ୍ରେ চ ନମସ୍ତେ ଗୁରୁବେ ସଦା ନମସ୍ତେ ଜୀବନାଧିକ୍ଷ ଦର୍ଶିନେ ସୁଖ ହେତବେ ନମଃ ସଦା ସୁतो ୟାୟ ଶିବରୂପାୟ ତେ ନମଃ ଅପରାଧ କ୍ଷମିଣେ চ ସୁଖଦାୟ ସୁଖାୟ চ ଦୁର୍ଲଭಂ ମାନୁଷମିଦଂ ଯେନ ଲବ୍ଧଂ ମୟା ବପୁଃ ସଦ୍ଭାବନୀୟଂ ଧର୍ମାର୍ଥେ ତସ୍ମୈ ପିତ୍ରେ ନମୋ ନମଃ। ଏହି ଭାବରେ ପ୍ରତିଦିନ ସଞ୍ଜ ସକାଳେ ପିତାଙ୍କୁ ସାକ୍ଷାତ ଶିବ ସ୍ୱରୂପରେ ଚିନ୍ତା କରି ପ୍ରଣାମ କରିବୁ। ତାଙ୍କର ସମସ୍ତ ସୁବିଧା ଅସୁବିଧା ଯତ୍ନର ସହିତ ଲକ୍ଷ୍ୟ କରି ତାହାର ସମାଧାନ କରୁଥିବୁ। ସେଥିପାଇଁ ଯେତେ କଷ୍ଟ ହେଲେ ମଧ୍ୟ କଦାପି ବିମୁଖ ହେବୁ ନାହିଁ। ତାଙ୍କ ସମ୍ମୁଖରେ କେବେ ଅଶାଳୀନ ଆଚରଣ କରିବୁ ନାହିଁ, କୁଭାଷା ପ୍ରୟୋଗ କରିବୁ ନାହିଁ, ତାଙ୍କର ଦୋଷ ଧରିବୁ ନାହିଁ। ତାଙ୍କର କଥା ତୋତେ ଗ୍ରହଣ ଯୋଗ୍ୟ ନ ହେଲେ ଅତି ନମ୍ର ଓ ଧୀର ଭାବରେ ତୋର ମତାମତ ଉପସ୍ଥାପିତ କରିବୁ, କିନ୍ତୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ତାଙ୍କ ମନରେ କଷ୍ଟ ଦେବୁ ନାହିଁ। ସର୍ବଦା ତାଙ୍କୁ ନିଜ ପାଖରେ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖିବାକୁ ଚେଷ୍ଟା କରିବୁ। ଅନ୍ୟର କଥାରେ ପ୍ରଭାବିତ ହୋଇ ତାଙ୍କୁ କଦାପି ଉପେକ୍ଷା କରିବୁ ନାହିଁ। ମନେ ରଖିବୁ, ଏକାଦଶୀ ଅମାବାସ୍ୟା ସଂକ୍ରାନ୍ତି ପୂର୍ଣ୍ଣିମା ଓ ଦ୍ୱାଦଶୀ ତିଥିରେ ପିତା ମାତା ଗୁରୁ ବ୍ରାହ୍ମଣ ଓ ବୈଷ୍ଣବମାନଙ୍କୁ ସେବା ପୂଜା କଲେ ଅଶେଷ ଫଳ ପ୍ରାପ୍ତି ହୋଇଥାଏ।
ଏକାଦଶୀରେ ପାପ କ୍ଷୟ ହୁଏ, ଅମାବାସ୍ୟାରେ ଧନ ଜନ ବୃଦ୍ଧି ହୁଏ, ସଂକ୍ରାନ୍ତିରେ ବ୍ୟାଧି ମୁକ୍ତ ହୁଏ, ପୂର୍ଣ୍ଣିମାରେ ଯଶ ଓ ଐଶ୍ୱର୍ଯ୍ୟ ମିଳିଥାଏ, ଦ୍ୱାଦଶୀରେ ସେବା ପୂଜା କଲେ ଗୋଲୋକରେ ସ୍ଥାନ ମିଳେ। ଏହାପରେ ବୈଷ୍ଣବମାନଙ୍କ କଥା। ବାବୁରେ, ଗୁରୁ ବୈଷ୍ଣବ ଭିନ୍ନ ନୁହନ୍ତି। ଗୁରୁଙ୍କ ସେବା ପୂଜା କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ବୈଷ୍ଣବମାନଙ୍କୁ ସମ୍ମାନିତ କଲେ ଠିକ୍ ସେହି ଫଳ ପ୍ରାପ୍ତ ହୁଏ। ତେଣୁ ଯଦି କେବେ ବୈଷ୍ଣବ ତୋ ଗୃହକୁ ଆସନ୍ତି ବା ତୁ ସେମାନଙ୍କ ସଂସ୍ପର୍ଶରେ ଆସୁ, ତେବେ ଶ୍ରଦ୍ଧା, ପ୍ରେମ ଓ ଭକ୍ତିରେ ତାଙ୍କୁ ଗୁରୁତୁଲ୍ୟ ମନେକରି ତାଙ୍କର ଆଶୀର୍ବାଦ ଗ୍ରହଣ କରିବୁ। ଯଦି ଅହମ୍ବଶତଃ ସେମାନଙ୍କୁ ହତାଦର କରୁ ବା ହେୟ ଜ୍ଞାନ କରୁ, ତେବେ ଗୁରୁଦ୍ରୋହୀ, ବିଷ୍ଣୁଦ୍ରୋହୀ ପାପରେ ବିଚାରର ସମ୍ମୁଖୀନ ହୋଇଯିବୁ। ଶେଷରେ ଗୁରୁଜନମାନଙ୍କୁ ସର୍ବଦା ସମ୍ମାନ ଦେବା ପାଇଁ ଅଭ୍ୟାସ କରିବୁ। ଗୁରୁଜନ କହିଲେ କେବଳ ବୟସ ନୁହେଁ, ଅନ୍ୟ ସମସ୍ତ ବିଷୟକୁ ବିଚାରକୁ ନେବୁ। ଧନ, ବୟସ, ଐଶ୍ୱର୍ଯ୍ୟ, ବିଦ୍ୟା, ବୁଦ୍ଧି, ଜ୍ଞାନ ଆଦି ସମସ୍ତ ଗୁଣ ବା ଯେକୌଣସି ଗୋଟିଏ ଗୁଣରେ ଯିଏ ତୋଠାରୁ ଅଧିକ, ତାଙ୍କୁ ଗୁରୁଜନ ଭାବରେ ଗ୍ରହଣ କରିବୁ। ବିଚାର କରିବୁ ସେମାନଙ୍କର ପ୍ରାରବ୍ଧ କର୍ମଫଳ, ସୁକର୍ମ ପ୍ରଭାବରେ ସେମାନେ ତୋଠାରୁ ଉଚ୍ଚ ଶ୍ରେଷ୍ଠ ଆସନରେ ଅଛନ୍ତି। ତେଣୁ ସେମାନେ ତୋଠାରୁ ନିଶ୍ଚିତ ଭାବରେ ଶ୍ରେୟ। ନିଜର ପିତା ମାତାଙ୍କୁ ଯେଉଁ ସମ୍ମାନ ଦେବୁ, ଗୁରୁଜନମାନଙ୍କୁ ମଧ୍ୟ ଠିକ୍ ସେହି ଭାବରେ ନେବୁ। ଅଭ୍ୟାସ ବଳରେ ଯଦି ଏ ସୃଷ୍ଟିର ପ୍ରତ୍ୟେକଙ୍କୁ ତୋଠାରୁ ଉନ୍ନତ ଓ ଶ୍ରେଷ୍ଠ ବୋଲି ଗ୍ରହଣ କରିପାରିବୁ, ତୋଠାରେ ନମ୍ରତା ସ୍ପଷ୍ଟ ଭାବରେ ଫୁଟି ଉଠିବ। ସେହି ନମ୍ରତା ବଳରେ ତୁ କ୍ରମଶଃ ଧୀର, ସରଳ ହୋଇ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଯିବୁ। ସ୍ରଷ୍ଟା ସୂକ୍ଷ୍ମ ରୂପରେ ସମସ୍ତଙ୍କ ପିଣ୍ଡରେ ବିଦ୍ୟମାନ। ଯେତେବେଳେ ତୋ ଚତୁଃପାର୍ଶ୍ୱରେ ବିଚରଣ କରୁଥିବା ସମସ୍ତ ନର ନାରାୟଣଙ୍କର ଶ୍ରଦ୍ଧାଯୁକ୍ତ ଆଶୀର୍ବାଦ ତୋ ଉପରେ ଅଜାଡ଼ି ହୋଇ ପଡ଼ିବ, ସେତେବେଳେ ତୁ ସମସ୍ତଙ୍କର ଅତି ଆପଣାର ହୋଇଯିବୁ। ତାପରେ କ'ଣ ହେବ ଜାଣିଛୁ? ତୋର ପିତା ଏକାନ୍ତ ଭାବରେ ତୋର ଅତି ପ୍ରିୟ ହୋଇଯିବେ ଓ ତୁ ତାଙ୍କର ଅତି ନିକଟତର ହୋଇ ସତ୍ ଚିତ୍ ଆନନ୍ଦରେ ନିତ୍ୟ ବିଚରଣ କରି ବ୍ରହ୍ମମୟ ହୋଇଯିବୁ। ଏଥରକ ଏତିକିରେ ରହୁଛି। ଇତି ତୋର ଚିରମଙ୍ଗଳାକାଂକ୍ଷୀ ପିତା ଶ୍ରୀ ଗୁରୁସ୍ୱାମୀ।